आपण ମାନେ ଯେମିତି ଜାଣିଛନ୍ତି ନ୍ୟୁ ଇୟର ଏଇଟା ଗୋଟେ ବହୁତ ହି ज़्यादा धमाकेदार सॉन्ग ଆସିଛି ଯାହାର ନାଁ ହେଉଛି ଦିଲ ହେଲା ଖଲିବଲି ଇଣ୍ଡିଆନ ମାର୍ଟିନ ପ୍ରୋଡକ୍ସନ୍ସ। ଆଉ କହିବାକୁ ଗଲେ ଗୀତରେ ଯେତେବେଳେ ମୁଁ ୱାର୍କ କଲି as a feel very grateful for working in this beautiful platform of Hollywood industry। ଆଉ ମୋତେ ବହୁତ ଖୁସି ଲାଗିଲା କରିବା ପାଇଁ ଇଭେନ୍ ଇଫ୍ ମୁଁ ମୋର ହବିକୁ ଗୋଟେ ପ୍ରମୋଟ୍ କରିବା ପାଇଁ ସେ ଜିନିଷ ମୁଁ ଫର୍ଷ୍ଟ ଟାଇମ୍ ପ୍ରୟାସ କଲି ଆଉ ମୋତେ ବହୁତ ଖୁସି ଲାଗୁଛି। କୁନି କଳାକାର ଆପଣ ଆଜ୍ଞା। କିନ୍ତୁ ଗୋଟେ ଏଇଟା ବଡ଼ ପ୍ଲାଟଫର୍ମରେ ଆପଣ ପରଫର୍ମାନ୍ସ କରୁଛନ୍ତି ଏବଂ ଭଲ ଦେଖେ ଦେଖେ ଦର୍ଶକ actually କଥାଟା ଡିପେଣ୍ଡ କରୁଛି ବଟ୍ ଷ୍ଟିଲ୍ as I'm new in this industry ସମସ୍ତେ ନୂଆରୁ ପୁରୁଣା ହୁଅନ୍ତି that is the main thing। ମୁଁ ଆଜି ନୂଆ ଅଛି କାଲିକି ମୁଁ ପୁରୁଣା ହେବି ମୋ ଜାଗା ଆଉ କିଏ ନେବ ଆଉ that all depends upon ସବୁ ଲୋକମାନେ ଯଦି ଲୋକମାନଙ୍କ ଆଶୀର୍ବାଦ ଭଲ ପାଇବା ବହୁତ ରହିଲା ତାହେଲେ ନିଶ୍ଚିନ୍ତ ଭାବରେ ଆହୁରି ବହୁତ ଭଲ ଜିନିଷ ଆମେ କରିବାକୁ ଆକ୍ଚୁଆଲି କହିବାକୁ ଗଲେ ତ ଗୀତଟା ବହୁତ ଧମାକେଦାର ହେଇଛି ପୁରା ମାନେ ଡ୍ୟାନ୍ସିଂ ବାଲା ଗୀତ ହେଇଛି ଆଉ ବହୁତ ବଢ଼ିଆ ଲାଗିଲା ଖୁସି ଲାଗିଲା କରିବା କାହା ପାଇଁ। ଦିଲ ଖଲିବଲି ସେମିତି ତ ସେଇଟା ସବୁ ଲୋକମାନେ ଯେତେବେଳେ ଦେଖିବେ ସେଇଟା କହିବେ ନିଶ୍ଚିନ୍ତ ଭାବେ ସବୁ ଲୋକମାନଙ୍କ ଦିଲ ଖଲିବଲି ହେଲେ ନିଶ୍ଚିନ୍ତ ଭାବରେ ଲୋକମାନଙ୍କ ଯଦି ଦିଲ ଖଲିବଲି ହବ ଦେନ୍ ଆମକୁ ବହୁତ ଖୁସି ଆଉ ଆଶୀର୍ବାଦ ମିଳିବ। ସୁଟିଂର ଏକ୍ସପିରିଏନ୍ସ ତ କହିବାକୁ ଗଲେ ବହୁତ ହି ଭଲ ଲାଗିଲା ଆଉ ଆଟ୍ ଦ ମିନ୍ ଟାଇମ୍ ଏଇଟା ଟିକେ ହାର୍ଡୱାର୍କିଂ ବି ଥିଲା କାରଣ ପୁରା ନାଇଟ୍ ସୁଟ୍ ହେଇଥିଲା। ଆଟ୍ ଦ ମିନ୍ ଟାଇମ୍ ଏଇଟା ଏନ୍ଜୟେବଲ୍ ବି ହେଇଥିଲା କାରଣ ବହୁତ ନୂଆ ଜିନିଷ ଶିଖିବାକୁ ମିଳିଥିଲା ବଡ଼ 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 ଲୋକମାନଙ୍କ କ୍ୟାମେରାରେ କେତେ ନର୍ଭସ୍ ଥିଲ ନର୍ଭସ୍ ନଥିଲି ଆକ୍ଚୁଆଲି ନର୍ଭସ୍ ଏତେ ବି ନଥିଲି ବଟ୍ ଷ୍ଟିଲ୍ ଗୁଜ୍ ଟିକେ ଥିଲା ଯେହେତୁ ବଟ୍ ଷ୍ଟିଲ୍ ଆଇ ୱାଜ୍ କମ୍ଫର୍ଟେବଲ୍ ୱିଥ୍ ଅଲ୍। ଆକ୍ଚୁଆଲି କଥା ଟିକେ ଏଟା ବଟ୍ ଷ୍ଟିଲ୍ ଆଇ ୱାଜ୍ କମ୍ଫର୍ଟେବଲ୍। କୋଅପରେଟିଭ୍ ଥିଲେ hero? ଆଜ୍ଞା ନିଶ୍ଚିନ୍ତ ଭାବରେ ବହୁତ କୋଅପରେଟିଭ୍ ଥିଲେ ବହୁତ ସପୋର୍ଟ କରୁଥିଲେ ଦ୍ୟାଟ୍ସ ଦ ମେନ୍ ଟାଇମ୍। ସେଇଥିପାଇଁ ଆମ ଯେଉଁ ବହୁତ ଭଲ କ୍ୱେଶ୍ଚନ୍ ପଚାରିଲେ। ଫାର୍ଷ୍ଟ ଅଫ୍ ଅଲ୍ ତ ମୋର ଇନ୍ସପିରେସନ୍ ସବୁଠୁ ବଡ଼ ହେଉଛନ୍ତି ମୋ ବାବା ମାମା ଆଉ ଯେହେତୁ ମୋ ବାବା ମାମା ମୋତେ ବହୁତ ज़्यादा ସପୋର୍ଟ କଲେ ଏଇ ସବୁ ପ୍ଲାଟଫର୍ମରେ ଆସିବା ପାଇଁ ମୋର ଷ୍ଟଡି ସହିତ ଏଇଟା ଗୋଟେ ମୋର ବହୁତ ବଡ଼ ହବି ତ ଆଟ୍ ଦ ମେନ୍ ଟାଇମ୍ ମୁଁ ଏଇଟାକୁ ବି ଏକ୍ସିକ୍ୟୁଟ୍ କରିବାକୁ ଚେଷ୍ଟା କଲି ଆଉ ଗୋଟେ ପରଫର୍ମ ଟ୍ରାଏ କଲି। ନାଇଁ ଏବେ ତ फिलहाल रियल लाइफରେ ଖଲିବଲି ହେଇଛି ଦେଖାଯାଉ ଆଗକୁ କ'ଣ ହେଉଛି। ନିଶ୍ଚିନ୍ତ ଭାବରେ ଯଦି ଲୋକମାନଙ୍କ ଭଲ ପାଇବା ଆଶୀର୍ବାଦ ରହିଲା ତାହେଲେ ନେକ୍ସଟ ଟାଇମ୍ ବୋଧେ ବହୁତ ହି ଭଲ ବଡ଼ ଷ୍ଟେପ୍ ନେଇ ହେବ। ଆପଣଙ୍କ ଏଜ୍ କେତେ ମୋର ଏଜ୍ ଓନ୍ଲି 16 years।